ଶନିଦେବ ଏବଂ ରାଜା ବିକ୍ରମାଦିତ୍ୟଙ୍କ କାହାଣୀ। ଯେଉଁ ବି ସ୍ତ୍ରୀ ବା ପୁରୁଷ ନିଜେ ଶନିଦେବଙ୍କ କାହାଣୀ ପଢ଼ନ୍ତି କିମ୍ବା ଏହାକୁ ଶୁଣନ୍ତି, ତାଙ୍କର ସମସ୍ତ ଅସୁବିଧା ଦୂର ହୋଇଯାଏ ଏବଂ ସେ ଦୁନିଆର ସମସ୍ତ ସୁଖ ପ୍ରାପ୍ତ କରନ୍ତି। ଏହା ଏକ ପ୍ରାଚୀନ କାଳର ବିଷୟ। ଏକଦା ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଏବଂ କେତୁ ଯଥା ନବଗ୍ରହ ଗୋଟିଏ ସ୍ଥାନରେ ଏକାଠି ହୋଇ ସେମାନଙ୍କ ମଧ୍ୟରେ କିଏ ସବୁଠାରୁ ବଡ଼ ଏବଂ ସର୍ବୋତ୍ତମ ବୋଲି ଯୁକ୍ତିତର୍କ କରିବା ଆରମ୍ଭ କରିଦେଲେ। ସମସ୍ତେ ନିଜକୁ ଶ୍ରେଷ୍ଠ ବୋଲି ଭାବୁଥିଲେ, କେହି ନିଜକୁ ଛୋଟ ଶୁଣିବାକୁ ପସନ୍ଦ କରୁନଥିଲେ। ଅନେକ ଯୁକ୍ତି ପରେ ମଧ୍ୟ ଯେତେବେଳେ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ, ସମସ୍ତ ଗ୍ରହ ମିଶି ଦେବରାଜ ଇନ୍ଦ୍ରଙ୍କ ନିକଟକୁ ଯାଇ କହିଲେ, ହେ ଦେବରାଜ ଇନ୍ଦ୍ର, ଆପଣ ସମସ୍ତ ଦେବତାମାନଙ୍କର ରାଜା, ଆମ ମଧ୍ୟରେ କିଏ ସବୁଠାରୁ ବଡ଼? ସେହି କଥାକୁ ନେଇ ଯୁକ୍ତିତର୍କ ଚାଲିଛି। ଏଣୁ ଆପଣ ଏହା ସ୍ଥିର କରନ୍ତୁ ଯେ ପ୍ରକୃତରେ କିଏ ବଡ଼। ରାଜା ଇନ୍ଦ୍ର ସବୁ କଥା ଶୁଣିବା ପରେ ତୁରନ୍ତ ବୁଝିଗଲେ, କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ ଏବଂ ଏହି ଘଟଣାକୁ ଏଡ଼ାଇବାକୁ ଚେଷ୍ଟା କରି କହିଥିଲେ, ମୋର ଏତେ ସାମର୍ଥ୍ୟ ନାହିଁ କି କିଏ ବଡ଼ କିଏ ଛୋଟ ତାହାର ନିଷ୍ପତ୍ତି କରିପାରିବି। ଏ ବାବଦରେ ମୁଁ କିଛି କହିପାରିବି ନାହିଁ, କିନ୍ତୁ ଏହାର ସମାଧାନର ଗୋଟିଏ ଉପାୟ ଅଛି। ବର୍ତ୍ତମାନ ପୃଥିବୀ ଲୋକରେ ଉଜ୍ଜୟିନୀ ରାଜ୍ୟରେ ଜଣେ ରାଜା ଅଛନ୍ତି, ରାଜା ବିକ୍ରମାଦିତ୍ୟ, ଯିଏ ଜଣେ ନ୍ୟାୟବାନ ରାଜା ଅଟନ୍ତି। ଆପଣ ସମସ୍ତେ ତାଙ୍କ ନିକଟକୁ ଯାଆନ୍ତୁ। ମୁଁ ଆପଣଙ୍କ ପ୍ରତି ନ୍ୟାୟ ଦେବାରେ ଅସମର୍ଥ, କିନ୍ତୁ ରାଜା ବିକ୍ରମାଦିତ୍ୟଙ୍କ ନିଶ୍ଚିତ ଭାବରେ ନ୍ୟାୟ କରିବେ। ଦେବରାଜ ଇନ୍ଦ୍ରଙ୍କ ଏହି କଥା ଶୁଣି ସମସ୍ତ ଗ୍ରହ ପୃଥିବୀ ଲୋକ ଯାଇ ରାଜା ବିକ୍ରମାଦିତ୍ୟଙ୍କ ଦରବାରକୁ ଗଲେ ଏବଂ ନିଜ ସମସ୍ୟା ବିଷୟରେ ଜଣାଇଲେ। ରାଜା ବିକ୍ରମାଦିତ୍ୟ ତାଙ୍କ କଥା ଶୁଣିବା ପରେ ଅତ୍ୟଧିକ ଚିନ୍ତିତ ହେଲେ। ସେ ତୁରନ୍ତ କୌଣସି ସମାଧାନର ବିଷୟରେ ଚିନ୍ତା କରିପାରିଲେ ନାହିଁ। ସେ ଶାନ୍ତ ରହିଲେ ଏବଂ ମନେ ମନେ ଭାବୁଥିଲେ ଯେ ଏହି ସମସ୍ତ ଗ୍ରହମାନଙ୍କ ମଧ୍ୟରୁ କାହାକୁ ବଡ଼ ଏବଂ କାହାକୁ ଛୋଟ କହିବି। ଯାହାକୁ ଛୋଟ କହିବି ସେ ମୋ ଉପରେ କ୍ରୋଧ କରିବେ। ସେମାନେ ନ୍ୟାୟ ପାଇଁ ମୋ ପାଖକୁ ଆସିଛନ୍ତି, ତେଣୁ ମୋତେ ନ୍ୟାୟ କରିବାକୁ ପଡ଼ିବ। କିପରି ନ୍ୟାୟ କରିବାକୁ ହେବ? ଶାନ୍ତ ମନ ସହିତ ଚିନ୍ତା କରିବା ପରେ ମଣିଷର ମନ ତ, ତେଣୁ ଗୋଟାଏ ଉପାୟ ଆସିଗଲା। ଫଳସ୍ୱରୂପ ସେ 9ଟି ଧାତୁ ଯଥା ସୁନା, ରୂପା, କଂସା, ପିତ୍ତଳ, ସୀସା, ଜିଙ୍କ, ଟିଣ, ଅଭ୍ର ଏବଂ ଲୁହାରେ 9ଟି ସିଂହାସନ ତିଆରି କରିଥିଲେ ଏବଂ ସେହି ସମସ୍ତ ସିଂହାସନ ଗୁଡ଼ିକୁ ନିଜ ରାଜସଭାରେ ଏମିତି ସଜାଇ ରଖିଥିଲେ ଯେ ଯେପରିକି ସୁନାର ସିଂହାସନ ସବୁଠାରୁ ଆଗରେ ଥିଲା ଏବଂ ଲୁହା ସିଂହାସନ ପଛରେ ଥିଲା। ଏହାପରେ ରାଜା ତାଙ୍କ ରାଜଜ୍ୟୋତିଷଙ୍କୁ ଡାକିଲେ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଯେଉଁ ଗ୍ରହମାନଙ୍କୁ ଯେଉଁ ଧାତୁ ଦିଆଯାଇଛି ସେହି କ୍ରମରେ ସେହି ଧାତୁ ବର୍ଣ୍ଣିତ ସିଂହାସନରେ ବସାଇବା ପାଇଁ ପ୍ରାର୍ଥନା କରିବା ପାଇଁ ଆଦେଶ ଦେଲେ। ଏହିପରି ସର୍ବୋତ୍ତମ ଏବଂ ସର୍ବପ୍ରଥମେ ଥିବା ସୁନାରେ ନିର୍ମିତ ସିଂହାସନ ସୂର୍ଯ୍ୟଙ୍କୁ, ରୂପା ସିଂହାସନ ଚନ୍ଦ୍ରକୁ ଏବଂ ବାକି ଧାତୁ ସିଂହାସନ ଅନ୍ୟ ଗ୍ରହମାନଙ୍କୁ ବସିବାକୁ ଦିଆଗଲା। ଶେଷରେ ଲୁହାରେ ତିଆରି ସିଂହାସନକୁ, ଯାହା ସବୁଠୁ ପଛରେ ଥିଲା, ତାହା ଶନିଦେବକୁ ବସିବାକୁ ଦିଆଗଲା। ରାଜା ବିକ୍ରମାଦିତ୍ୟଙ୍କ ଏହି ପ୍ରକାର ବ୍ୟବହାରକୁ ଶନିଦେବ ନିଜର ଅପମାନ ବୋଲି ବିଚାର କରି କ୍ରୋଧରେ ଲାଲ ହୋଇଗଲେ। ତାଙ୍କର ଭ୍ରୁଲତା ବଙ୍କା ହୋଇଗଲା, ପୁରା ଶରୀର କ୍ରୋଧରେ ଜର୍ଜରିତ ହୋଇଗଲା। ଏହାପରେ ସେ ଚିତ୍କାର କରି କହିଲେ, ହେ ମୂର୍ଖ ରାଜା, ତୁମେ ମୋର ଶକ୍ତି ଓ ପରାକ୍ରମ ବିଷୟରେ ଜାଣିନାହ ବୋଧେ। ସୂର୍ଯ୍ୟ ଗୋଟିଏ ରାଶିରେ ଗୋଟିଏ ମାସ, ଚନ୍ଦ୍ରମା 2 ଦିନ ଅଧା, ମଙ୍ଗଳ ଗ୍ରହ 1.5 ମାସ, ବୃହସ୍ପତି 13 ମାସ, ବୁଧ ଏବଂ ଶୁକ୍ର ଗୋଟିଏ ମାସ ଏବଂ ରାହୁ ଓ କେତୁ ଓଲଟା ଗତି କରି କେବଳ 18 ମାସ ପାଇଁ ଗୋଟିଏ ରାଶିରେ ରହିଥାନ୍ତି। କିନ୍ତୁ ମୁଁ ଗୋଟିଏ ରାଶିରେ 2.5 ବର୍ଷ ବା 7.5 ବର୍ଷ ପର୍ଯ୍ୟନ୍ତ ରହେ। ବଡ଼ ବଡ଼ ଦେବତାମାନଙ୍କୁ ମୁଁ ପ୍ରବଳ କଷ୍ଟ ଓ ଯନ୍ତ୍ରଣା ଦେଇଛି। ରାଜନ, ସାବଧାନତାର ସହ ମୋ କଥା ଶୁଣ। ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ତାଙ୍କର ଶନି ଆସିଲା, ସେତେବେଳେ ତାଙ୍କୁ ରାଜ୍ୟ ତ୍ୟାଗ କରି ବଣକୁ ଯିବାକୁ ପଡ଼ିଲା। ଯେତେବେଳେ ରାବଣକୁ ଶନି ଆସିଲା, ରାମ ଏବଂ ଲକ୍ଷ୍ମଣ ଲଙ୍କା ଉପରେ ଆକ୍ରମଣ କରିଥିଲେ। ତାଙ୍କର ସୁବର୍ଣ୍ଣ ଲଙ୍କା ଜଳିଗଲା। ରାବଣ ଓ ତାଙ୍କ ପରିବାର ଧ୍ୱଂସ ହୋଇଗଲେ। ହେ ମହାରାଜ, ବର୍ତ୍ତମାନ ତୁମେ ମଧ୍ୟ ସାବଧାନ ରୁହ। ବିକ୍ରମାଦିତ୍ୟ ଏହା ଶୁଣି କିଛି ସମୟ ଚିନ୍ତା କରି ସ୍ଥିର ମନରେ କହିଲେ, ହେ ଶନିଦେବ, ମୁଁ ମୋର ଜ୍ଞାନ ଏବଂ ଚତୁରତା ଅନୁଯାୟୀ ଯାହା ଉଚିତ ମନେ ହେଲା ମୁଁ ତାହା କରିଛି। ବର୍ତ୍ତମାନ ଯାହା ଘଟିବ ତାହା ମଧ୍ୟ ଦେଖାଯିବ। ମୁଁ ଆପଣଙ୍କ ଧମକକୁ ଭୟ କରୁନାହିଁ। ମୋର ଭାଗ୍ୟ ଅନୁଯାୟୀ ଫଳ ମୋତେ ଭୋଗିବାକୁ ପଡ଼ିବ, ସେ ଭଲ ହେଉ କି ଖରାପ। ରାଜାଙ୍କ ନ୍ୟାୟ ଶୁଣିବା ପରେ ସମସ୍ତ ଗ୍ରହ ଖୁସିରେ ସ୍ଥାନ ଛାଡ଼ି ଚାଲିଗଲେ, କିନ୍ତୁ ଶନିଦେବ କ୍ରୋଧିତ ହୋଇ ବାହାରକୁ ଗଲେ। କିଛି ସମୟ ଏହିପରି ଅତିକ୍ରମ ହୋଇଗଲା, କିନ୍ତୁ କିଛି ସମୟ ପରେ ରାଜା ବିକ୍ରମାଦିତ୍ୟଙ୍କ ରାଶିରେ ଶନି ପ୍ରବେଶ କରିଲା ଏବଂ ଶନିଦେବ ତାଙ୍କର ପ୍ରଭାବ ଦେଖାଇବା ଆରମ୍ଭ କଲେ। ଶନିଦେବ ଜଣେ ଘୋଡ଼ା ବ୍ୟବସାୟୀର ରୂପ ନେଇ ଅନେକ ସୁନ୍ଦର ଘୋଡ଼ା ସାଙ୍ଗରେ
ନେଇ ରାଜା ବିକ୍ରମାଦିତ୍ୟଙ୍କ ରାଜଧାନୀ ଉଜ୍ଜୟିନୀରେ ପହଞ୍ଚିଲେ। ଯେତେବେଳେ ଘୋଡ଼ା ବ୍ୟବସାୟୀର ଆଗମନ ବିଷୟରେ ରାଜା ଶୁଣିଲେ, ସେ ତାଙ୍କ ଅଶ୍ୱପାଳକୁ ଡାକି କିଛି ସୁନ୍ଦର ଏବଂ ଶକ୍ତିଶାଳୀ ଘୋଡ଼ା କିଣିବାକୁ କହିଲେ। ଘୋଡ଼ାମାନେ ବହୁତ ସୁନ୍ଦର ଏବଂ ଶକ୍ତିଶାଳୀ ଥିଲେ। ବ୍ୟବସାୟୀ ଠାରୁ ସେମାନଙ୍କର ମୂଲ୍ୟ ଶୁଣି ଅଶ୍ୱପାଳ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ସଙ୍ଗେ ସଙ୍ଗେ ରାଜାଙ୍କୁ ଜଣାଇଲା। ଅଶ୍ୱପାଳର କଥା ଶୁଣି ରାଜା ଘୋଡ଼ାମାନଙ୍କୁ ଦେଖିବାକୁ ଗଲେ ଏବଂ ଗୋଟିଏ ସୁସ୍ଥ ଓ ସୁନ୍ଦର ଘୋଡ଼ା ଦେଖି ତା ଉପରେ ସେ ସବାରି ପାଇଁ ଚଢ଼ିଲେ। ରାଜା ଘୋଡ଼ା ଚଢ଼ିବା ମାତ୍ରେ ଘୋଡ଼ା ଦ୍ରୁତ ଗତିରେ ଦୌଡ଼ିବା ଆରମ୍ଭ କଲା। ତାପରେ ଘୋଡ଼ା ରାଜାଙ୍କୁ ନେଇ ଏକ ଘଞ୍ଚ ଜଙ୍ଗଲରେ ପହଞ୍ଚିଗଲା ଏବଂ ସେଠାରେ ରାଜା ବିକ୍ରମାଦିତ୍ୟଙ୍କୁ ତା ପିଠିରୁ ତଳେ କଚାଡ଼ି ଦେଇ ଅଦୃଶ୍ୟ ହୋଇଗଲା। ଏହାପରେ ମହାରାଜ ଭୋକିଲା ଓ ଶୋଷିଲା ଜନଶୂନ୍ୟ ଜଙ୍ଗଲରେ ଏଣେତେଣେ ବୁଲିବାକୁ ଲାଗିଲେ। ରାଜାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ବହୁ ସମୟ ବୁଲିବା ପରେ ରାଜା ଜଣେ ଗାଈଆଳକୁ ଦେଖିଲେ। ରାଜାଙ୍କ ଅନୁରୋଧ କ୍ରମେ ସେହି ବ୍ୟକ୍ତି ଶୋଷିଲା ରାଜାଙ୍କୁ ଜଳ ଦେଲା ଏବଂ ତାଙ୍କୁ ସେହି ସ୍ଥାନ ନିକଟରେ ଥିବା ଏକ ନଗରକୁ ରାସ୍ତା ମଧ୍ୟ ଦେଖାଇଦେଲା। ସେତେବେଳେ ରାଜାଙ୍କ ଆଙ୍ଗୁଠିରେ ଗୋଟିଏ ମୁଦି ଥିଲା। ରାଜା ଖୁସି ହୋଇ ଗାଈଆଳକୁ ସେହି ମୁଦିଟିକୁ ଦେଲେ ଏବଂ ପରେ ନଗର ଆଡ଼କୁ ଗଲେ। ରାଜା ନଗରରେ ପହଞ୍ଚି ଜଣେ ସାହୁକାର ବ୍ୟବସାୟୀଙ୍କ ଦୋକାନ ଆଗରେ ଯାଇ ବସିଗଲେ। ରାଜା ନିଜକୁ ଉଜ୍ଜୟିନୀର ବାସିନ୍ଦା ବୋଲି ପ୍ରକାଶ କଲେ ଏବଂ ନିଜ ନାମ ବିକା ବୋଲି ଜଣାଇଲେ। ସାହୁକାର ରାଜାଙ୍କୁ ଏକ ଉଚ୍ଚ ପରିବାରର ବୋଲି ମନେ କରି ତାଙ୍କୁ ପାଣି ପିଇବାକୁ ଦେଲେ। ଭାଗ୍ୟବଶତଃ ସେଦିନ ବ୍ୟବସାୟୀଙ୍କ ବିକ୍ରି ପୂର୍ବଦିନ ଅପେକ୍ଷା ଅଧିକ ଥିଲା। ତାପରେ ବ୍ୟବସାୟୀ ରାଜାଙ୍କୁ କହିଥିଲେ ଯେ ସେ ତାଙ୍କ ପାଇଁ ବହୁତ ଭାଗ୍ୟବାନ ଏବଂ ସେ ତାଙ୍କୁ ନିଜ ସାଙ୍ଗରେ ଘରକୁ ନେଇ ତାଙ୍କୁ ଖାଇବାକୁ ଦେଲେ। ଖାଇବା ବେଳେ ରାଜା ବିକ୍ରମାଦିତ୍ୟ ଏକ ଚମତ୍କାର ଜିନିଷ ଦେଖିଲେ। ଗୋଟିଏ ଖୁଣ୍ଟିରେ ଗୋଟିଏ ହାର ଝୁଲୁଥାଏ ଏବଂ ରାଜାଙ୍କର ପ୍ରଥମ ଥର ଖାଇବା ମାତ୍ରେ ଖୁଣ୍ଟିଟି ହାରକୁ ଧୀରେ ଧୀରେ ଗିଳିବାକୁ ଆରମ୍ଭ କଲା ଏବଂ ଖାଇବା ପୁରା ସରିବା ବେଳକୁ ସେହି ଖୁଣ୍ଟିଟି ହାରଟିକୁ ସମ୍ପୂର୍ଣ୍ଣ ଗିଳି ଦେଇଥିଲା। ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖି ରାଜାଙ୍କ ପାଦ ତଳୁ ଭୂମି ଖସିଯିବାକୁ ଲାଗିଲା, କିନ୍ତୁ ସେ ଚୁପ୍ ରହିଲେ। ହଠାତ୍ ଖାଇବା ପରେ ଯେତେବେଳେ ସାହୁକାର ଖୁଣ୍ଟିରୁ ହାର କାଢ଼ିବାକୁ ଗଲେ, ସେତେବେଳେ ସେଠାରେ ହାରଟି ନଥିଲା। ସାହୁକାର ଭାବିଲେ, ଏଠି ତ ବିକା ବ୍ୟତୀତ ଅନ୍ୟ କେହି ନଥିଲେ କି ଏଠାକୁ କେହି ଆସିନଥିଲେ। ଅନ୍ତତଃ ବିକା ହିଁ ହାର ଚୋରି କରିଛି। ସାହୁକାର ରାଜାଙ୍କ ହାର ଚୋରିରେ ଦୋଷାରୋପ ପକାଇ ତାଙ୍କ ହାର ଫେରାଇବାକୁ କହିଥିଲେ, କିନ୍ତୁ ରାଜା ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ମହାଶୟ, ମୁଁ ଆପଣଙ୍କର ହାର ଚୋରି କରିନାହିଁ। ମୁଁ ହାରଟିକୁ ଖୁଣ୍ଟି ଗିଳିଥିବାର ଦେଖିଛି। ଆପଣଙ୍କର ହାର ଖୁଣ୍ଟି ଗିଳିଦେଲା। ଏହା ଶୁଣି ସାହୁକାର କହିଲେ ଯେ ଖୁଣ୍ଟି କେମିତି ହାରକୁ ଗିଳି ପାରିବ? ଖୁଣ୍ଟି ଗୋଟିଏ ବସ୍ତୁକୁ କିପରି ବସ୍ତୁ ଗିଳି ପାରିବ? ଦେଖୁ ଦେଖୁ ଏହି ବିବାଦ ବଢ଼ିଗଲା ଏବଂ ସାହୁକାର ବିକାକୁ ସେହି ନଗରର ରାଜାଙ୍କ ନିକଟକୁ ନେଇ ତାଙ୍କୁ ସବୁକିଛି କହିଲା। ରାଜା ସବୁ କଥା ଶୁଣିବା ପରେ ଆଦେଶ ଦେଲେ ଯେ ଏହି ବ୍ୟକ୍ତି ଜଣକ ହାର ଚୋର, ଏଣୁ ଏହାକୁ ନଗର ମଝିରେ ବାନ୍ଧି ହାତ ଓ ଗୋଡ଼ କାଟି ଏହାକୁ ବିକଳାଙ୍ଗ କରିଦିଆଯାଉ। ରାଜାଙ୍କ ଅନୁମତି ପାଇବା ପରେ ତାଙ୍କ ସୈନ୍ୟମାନେ ବିକ୍ରମାଦିତ୍ୟଙ୍କ ହାତ ଓ ଗୋଡ଼ କାଟି ତାଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଫଳସ୍ୱରୂପ ରାଜା ବିକ୍ରମାଦିତ୍ୟ ଅକ୍ଷମ ହୋଇ ଯାଇଥିଲେ। ବର୍ତ୍ତମାନ ରାଜାଙ୍କର ଅବସ୍ଥା ଏମିତି ହେଲା ଯେ ଯଦି କେହି ତାଙ୍କୁ ଖାଇବାକୁ ଦିଏ ତେବେ ସେ ଖାଇଲେ, ନଚେତ୍ ସେ ଭୋକିଲା ଓ ଶୋଷିଲା ପଡ଼ି ରହୁଥିଲେ। ଏକଦା ରାସ୍ତାରେ ଜଣେ ତେଲି ବିକ୍ରମାଦିତ୍ୟଙ୍କୁ ଦେଖିଲେ ଏବଂ ତାଙ୍କ ପ୍ରତି ଦୟାକରି ସେ ତାଙ୍କ କ୍ଷତରେ ଲଗାଇବା ପାଇଁ କିଛି ତେଲ ଦେଇଥିଲେ। ଫଳସ୍ୱରୂପ ସେହିଦିନ ତେଲିର ବ୍ୟବସାୟରେ ବୃଦ୍ଧି ହେଲା। ଏହିପରି 2-4 ଦିନ ପର୍ଯ୍ୟନ୍ତ ବ୍ୟବସାୟରେ ବୃଦ୍ଧି ପାଇବା ଯୋଗୁଁ ତେଲି ବିକ୍ରମାଦିତ୍ୟଙ୍କୁ ତା ଘରକୁ ନେଇ ତେଲପଡ଼ା ଘୋଡ଼ା ଉପରେ ବସାଇ ଦେଲା। ଏହିପରି ଭାବରେ କିଛି ବର୍ଷ ବିତିଗଲା। କିଛି ବର୍ଷ ମଧ୍ୟରେ ସୈନିକ ଦଶା ମଧ୍ୟ ସମାପ୍ତ ହୋଇଗଲା। ରାଜା ନିଜର ଦୁଃଖ ଦୂର କରିବାକୁ ବେଳେବେଳେ ସେ ମଲ୍ଲରା ଗାଉଥିଲେ। ଦିନେ ରାତିରେ ବର୍ଷାକୁ ଦେଖି ସେ ରାଗ ମଲ୍ଲରା ଗାଇବା ଆରମ୍ଭ କଲେ। ତାଙ୍କ ଗୀତ ଶୁଣିବା ପରେ ସେହି ନଗରର ରାଜା ଝିଅଙ୍କ ତାଙ୍କ ପ୍ରତି ଆକର୍ଷିତ ହେଲେ ଏବଂ ଦାସୀକୁ ଡାକି ଖବର ଆଣିବାକୁ କହିଲେ, ଦେଖ ତ ଏହି ରାଗ କିଏ ଗାଉଛନ୍ତି। ଦାସୀ ଯାଇ ଦେଖେ ତ ତେଲି ପେଡ଼ା ଘୋଡ଼ା ଉପରେ ବସି ଜଣେ ବିକଳାଙ୍ଗ ଏହି ରାଗ ଗାଉଛି। ଦାସୀ ରାଜପ୍ରସାଦକୁ ଆସି ପୁରା କାହାଣୀ କହିଲା। ସେହି ସମୟରେ ରାଜକୁମାରୀ ସ୍ଥିର କଲେ ଯେ ସେ ସେହି ବ୍ୟକ୍ତିଙ୍କୁ ବିବାହ କରିବେ ଯିଏ ଏହି ରାଗ ମଲ୍ଲରା ଗାଉଛନ୍ତି। ସକାଳେ ଯେତେବେଳେ ଦାସୀ ରାଜକୁମାରୀକୁ ଉଠାଇବାକୁ ଗଲା, ଦେଖିଲା ସେ ଖାଇବା ପିଇବା ବନ୍ଦ କରି ଖଟ ଉପରେ ଶୋଇ ରହି କାନ୍ଦୁଥିଲେ। ଦାସୀ ରାଜକୁମାରୀଙ୍କ ଏହି ଅବସ୍ଥା ଦେଖିବା ପରେ ଭୟଭୀତ ହୋଇଗଲା। ସେ ସଙ୍ଗେ ସଙ୍ଗେ ରାଜା ଏବଂ ରାଣୀଙ୍କ ନିକଟକୁ ଯାଇ ସେମାନଙ୍କୁ ସବୁକିଛି କହିଲା। ରାଜା ଏବଂ ରାଣୀ ସଙ୍ଗେ ସଙ୍ଗେ ରାଜକୁମାରୀଙ୍କ ନିକଟକୁ ଯାଇ ତାଙ୍କୁ ଦୁଃଖର କାରଣ ପଚାରିଲେ। ରାଜକୁମାରୀ, ତୁମେ ଉପବାସରେ କାହିଁକି ଅଛ? ତୁମେ କ'ଣ ପାଇଁ ଦୁଃଖୀ? ତୁମର ଯାହା ଯନ୍ତ୍ରଣା ଆମକୁ କୁହ, ଆମେ ତୁମକୁ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଚେଷ୍ଟା କରିବୁ। ରାଜକୁମାରୀ ରାଜା ଏବଂ ରାଣୀଙ୍କୁ ତାଙ୍କର ସବୁ କଥା କହିଲେ
ସେମାନେ ସବୁ କଥା ଶୁଣିବା ପରେ କହିଲେ, ପୁତ୍ରୀ, ସେ ଜଣେ ବିକଳାଙ୍ଗ। ତେଲିର ଘଣାରେ ବସି ବଳଦମାନଙ୍କୁ ହେଁ ହେଁ କରିବା ତାର କାମ। ସିଏ ତୁମକୁ କ'ଣ ଖୁସି ଦେବ? ଆମ କଥା ଶୁଣ ଏବଂ ତୁମର ଜିଦକୁ ଛାଡ଼ିଦିଅ। ଯଦି ତୁମେ ଜଣେ ରାଜକୁମାରକୁ ବିବାହ କର, ସେ ତୁମକୁ ବହୁତ ସୁଖ ଦେବ। କିନ୍ତୁ ରାଜକୁମାରୀ ନିଜ ଜିଦରେ ଅଟଳ। ରାଜା ଏବଂ ରାଣୀଙ୍କ ବ୍ୟତୀତ ପରିବାର ସବୁ ସଦସ୍ୟ ମଧ୍ୟ ରାଜକୁମାରୀକୁ ବହୁତ ବୁଝାଇଥିଲେ, କିନ୍ତୁ ରାଜକୁମାରୀ ରାଜି ହୋଇନଥିଲେ। ସେ କହିଥିଲେ ଯେ ଯଦି ମୁଁ ସେହି ବ୍ୟକ୍ତିକୁ ବିବାହ ନ କରେ, ତେବେ ମୁଁ ମୋ ପ୍ରାଣ ହାରିଦେବି। ଝିଅର ଜିଦ୍ ଦେଖି ରାଜା ରାଗିଗଲେ। କହିଲେ, ତୁମର ଯଦି ଏହି ଜିଦି, ତାହେଲେ ଯାହା ଇଚ୍ଛା ତାହା କର। ତାହାପରେ ରାଜା ତେଲିକୁ ଡାକିଲେ ଓ ତାଙ୍କୁ ପୁରା କାହାଣୀ କହିଲେ। ତେଲିକୁ ସେହି ବିକଳାଙ୍ଗ ବ୍ୟକ୍ତିଙ୍କ ସହ ତାଙ୍କ ଝିଅର ବିବାହ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଗଲା। ତାପରେ ରାଜକୁମାରୀ ଓ ବିକ୍ରମାଦିତ୍ୟଙ୍କୁ ବିବାହ କଲେ। ରାତିରେ ଯେତେବେଳେ ରାଜା ବିକ୍ରମାଦିତ୍ୟ ଏବଂ ରାଜକୁମାରୀ ରାଜପ୍ରସାଦରେ ଶୋଇଥିଲେ, ମଧ୍ୟରାତ୍ରିରେ ଶନିଦେବ ବିକ୍ରମାଦିତ୍ୟଙ୍କୁ ସ୍ୱପ୍ନରେ ଦେଖାଦେଇ କହିଥିଲେ, ହେ ରାଜା, ମୋତେ ଛୋଟ ବୋଲି କହି ଅପମାନ କରିଥିବାରୁ କେତେ ଯନ୍ତ୍ରଣା ଓ ଦୁଃଖ ସହିବାକୁ ପଡ଼ିଲା। ତାପରେ ବିକ୍ରମାଦିତ୍ୟ ନିଜ ସ୍ୱପ୍ନରେ ଶନିଦେବକୁ କ୍ଷମା ମାଗିଲେ। ଫଳସ୍ୱରୂପ ଶନିଦେବ ଖୁସି ହେଲେ ଏବଂ ତାଙ୍କର ସବୁ ହାତ ଓ ଗୋଡ଼କୁ ଠିକ୍ କରିଦେଲେ। ରାଜାଙ୍କ ଖୁସିର ଠିକଣା ରହିଲା ନାହିଁ। ରାଜା ଶନି ମହାରାଜଙ୍କୁ ଗୁଣ ଗାନ କଲେ ଏବଂ ନମ୍ର ସ୍ୱରରେ କହିଲେ, ହେ ପ୍ରଭୁ, ମୋତେ ଯେମିତି କଷ୍ଟ ମିଳିଲା ସେମିତି କଷ୍ଟ କୌଣସି ଶତ୍ରୁକୁ ବି ନ ମିଳୁ। ଶନିଦେବ ବିକ୍ରମାଦିତ୍ୟଙ୍କୁ ପ୍ରାର୍ଥନା ରକ୍ଷା କରିବାକୁ ଯାଇ କହିଲେ, ମୋର କଥାକୁ ଯିଏ ପଢ଼ିବ ବା ଶୁଣିବ, ସିଏ ସମସ୍ତ କଷ୍ଟରୁ ମୁକ୍ତି ଲାଭ କରିବ। ଯିଏ ଶନିବାର ଦିନ ମୋର ଧ୍ୟାନ କରିବ, ମୋତେ ତେଲ ଅର୍ପଣ କରିବ କିମ୍ବା ପିମ୍ପୁଡ଼ିକୁ ଅଟା ଖାଇବାକୁ ଦେବ, ତାର ସମସ୍ତ ମନସ୍କାମନା ପୂରଣ ହେବ। ଏହା କହି ଶନିଦେବ ଅଦୃଶ୍ୟ ହୋଇଗଲେ। ରାଜକୁମାରୀ ନିଦରୁ ଉଠି ରାଜାଙ୍କ ହାତ ଓ ପାଦ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେତେବେଳେ ବିକ୍ରମାଦିତ୍ୟ ତାଙ୍କୁ ସବୁକିଛି କହିଥିଲେ। ରାଜକୁମାରୀ ବହୁତ ଖୁସି ହେଲେ ଏବଂ ଖବର ତୁରନ୍ତ ସମଗ୍ର ରାଜ୍ୟରେ ବ୍ୟାପିଗଲା ଏବଂ ସମସ୍ତେ ରାଜକୁମାରୀଙ୍କୁ ଭାଗ୍ୟବାନ ବୋଲି କହିବା ଆରମ୍ଭ କଲେ। ଯେତେବେଳେ ସାହୁକାର ବ୍ୟବସାୟ ଏହା ଶୁଣିଲେ ଏବଂ ଜାଣିବାକୁ ପାଇଲେ ଯେ ସେହି ବ୍ୟକ୍ତି ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ରାଜା ବିକ୍ରମାଦିତ୍ୟଙ୍କ ସେ ତାଙ୍କ ପାଦ ତଳେ ପଡ଼ି ନିଜ ଭୁଲ ପାଇଁ କ୍ଷମା ମାଗିବାକୁ ଲାଗିଲେ। ରାଜା ବିକ୍ରମାଦିତ୍ୟ କହିଲେ, ଏଥିରେ ତୁମର କୌଣସି ଦୋଷ ନାହିଁ। ମୁଁ ଶନିଦେବଙ୍କ କ୍ରୋଧର ଶିକାର ହୋଇଥିଲି। ସାହୁକାର କହିଥିଲା, ବର୍ତ୍ତମାନ ଆପଣ ଯେତେବେଳେ ମୋ ବାସଭବନକୁ ଆସି ଭୋଜନ କରିବେ, ସେତେବେଳେ ମୋ ଆତ୍ମାକୁ ଶାନ୍ତି ମିଳିବ। ଠିକ୍ ଅଛି, ମୁଁ ଆସିବି, ରାଜା ବିକ୍ରମାଦିତ୍ୟ କହିଲେ ଏବଂ ରାତ୍ରି ଭୋଜନ କରିବାକୁ ସେ ସାହୁକାର ଘରେ ପହଞ୍ଚିଲେ। ସେଠାରେ ଖାଇବା ସମୟରେ ପୁଣି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଯେଉଁ କୋଟି ହାର ଗିଳିଥିଲା, ସେହି କୋଟି ଏବେ ପୁଣି ଥରେ ସେହି ହାର ବାହାର କରିଲା। ଖାଇବା ପରେ ସାହୁକାର କହିଲେ, ରାଜା, ମୋର ଶ୍ରୀ କମ୍ବରୀ ନାମକ ଗୋଟିଏ ଝିଅ ଅଛି। ଆପଣ ତାର ପାଣି ଗ୍ରହଣ କରନ୍ତୁ। ଏହାପରେ ସେ ତାର ରୂପଗୁଣ ସମ୍ପନ୍ନ ଝିଅକୁ ରାଜା ବିକ୍ରମାଦିତ୍ୟଙ୍କ ସହିତ ଆଡ଼ମ୍ବରରେ ବିବାହ କରାଇଥିଲେ। ରାଜା ବିକ୍ରମାଦିତ୍ୟ ସେଠାରେ କିଛି ଦିନ ରହିବା ପରେ ସେଠାରୁ ବିଦାୟ ନେଇ ରାଜକୁମାରୀ ମନୋଭାବତୀ ଏବଂ ସାହୁକାର ଝିଅ ଶ୍ରୀ କମ୍ବରୀକୁ ତଥା ଉଭୟ ସ୍ଥାନରୁ ବହୁ ରତ୍ନ ଅଳଙ୍କାର, ପୁରୁଷ ଓ ମହିଳା ଦାସଦାସୀଙ୍କୁ ନେଇ ଉଜ୍ଜୟିନୀକୁ ଫେରିଥିଲେ। ସେ ପହଞ୍ଚିବା ପରେ ସମସ୍ତେ ବହୁତ ଖୁସି ହୋଇଥିଲେ ଏବଂ ସାରା ରାଜ୍ୟରେ ଉତ୍ସବ ପାଳନ କରାଯାଇଥିଲା। ରାଜା ତାଙ୍କ ରାଜ୍ୟରେ ଘୋଷଣା କଲେ ଯେ ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଦେବ ଶ୍ରେଷ୍ଠ ଏବଂ ବଡ଼। ମୁଁ ତାଙ୍କୁ ଛୋଟ ବୋଲି କହିଲି, ତେଣୁ ମୋତେ ଏତେ ଦିନ ଧରି ଏତେ କଷ୍ଟ ଭୋଗ କରିବାକୁ ପଡ଼ିଲା। ସେହି ଦିନଠାରୁ ତାଙ୍କ ରାଜ୍ୟରେ ସମସ୍ତେ ଶନିଦେବଙ୍କୁ ପୂଜା କରିବା ଆରମ୍ଭ କଲେ। ସମସ୍ତଙ୍କ ଘରେ ଶନିଙ୍କ କାହାଣୀ ପଢ଼ିବା ଆରମ୍ଭ କରିଦେଲେ, ଯେଉଁଥିପାଇଁ ଉଜ୍ଜୟିନୀ ସହରର ବାସିନ୍ଦାମାନେ ସମସ୍ତେ ସୁଖ ଉପଭୋଗ କରିବାକୁ ଲାଗିଲେ। ଆଜିର କାହାଣୀକୁ ମୁଁ ଏଇଠାରେ ଶେଷ କରୁଛି। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲରେ ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।